ଗୋଟିଏ ଜଙ୍ଗଲରେ ବାଘଟିଏ ରହୁଥିଲା। ସେଇ ଜଙ୍ଗଲରେ ରହୁଥିଲା ଗୋଟିଏ ଦୁଷ୍ଟ ଭାଲୁ। ଭାଲୁ ସବୁବେଳେ ଚାହୁଁଥିଲା, ଏଇ ବାଘଟା ଯଦି ମରିଯାଆନ୍ତା ତେବେ ମୁଁ ଜଙ୍ଗଲର ରାଜା ହେଇଯାଆନ୍ତି। ଜଙ୍ଗଲର ସବୁ ପଶୁପକ୍ଷୀ ମୋ କଥା ମାନି ଚଳନ୍ତେ। ପଶୁ ଜନ୍ତୁଙ୍କ ଭିତରେ କଳି ଝଗଡା ହେଲେ ମୁଁ ରାଜା ହିସାବରେ ସବୁ ସମାଧାନ କରନ୍ତି। ମତେ ସବୁଆଡେ ସମ୍ମାନ ମିଳନ୍ତା। ଏଥିପାଇଁ ଭାଲୁ ସବୁବେଳେ କିଛି କିଛି ନୂଆ ଯୋଜନା କରୁଥାଏ। ଥରେ ବାଘ ଗଛ ଛାଇରେ ଶୋଇ ବିଶ୍ରାମ କରୁଥାଏ। ଭାଲୁ ସେଇପଟ ଦେଇ ଯାଉଥାଏ। ତାର ମନେ ପଡ଼ିଲା, ଆରେ ହେ, ଏ ଗଛ ତଳେ ତ ମୋ ସାଙ୍ଗ ସବୁଠୁ ବିଷଧର ଓ ଭୟଙ୍କର ସାପ ଗାତ କରି ରହିଛି। ଯଦି ସେ ଏତିକି ବେଳେ ଗାତରୁ ବାହାରି ବାଘକୁ ପଛପଟୁ ଦଂଶନ କରିଦିଅନ୍ତି ତେବେ ସବୁଦିନ ପାଇଁ ମୋ ରାସ୍ତାରୁ କଣ୍ଟା ହଟିଯାଆନ୍ତା। କିନ୍ତୁ ମୋ ସାଙ୍ଗକୁ କେମିତି ଜଣେଇବି? ମୁଁ ଯଦି ସେଠାକୁ ଯାଏ ତେବେ ବାଘ ତ ମତେ ଦେଖିଦବ। ଏମିତି ଭାବି ଭାବି ଭାଲୁ ନିଜ ବାଟରେ ଚାଲିଗଲା। ସେପଟେ ବାଘ ଶୋଇଥିବା ଗଛମୂଳ ଦେଇ ବିଲୁଆଟିଏ ଯାଉଥିଲା। ସେ ବାଘର ଅତି ଘନିଷ୍ଠ ଓ ଅତି ବିଶ୍ୱସ୍ତ ମଧ୍ୟ। ସେ ବାଘକୁ ଦେଖି ପଚାରିଲା ଯେ, କଣ ବାଘ ଭାଇ, ଥକି ପଡ଼ିଛ ନା କଣ? ଦିନ ବେଳାରେ ଶିକାର ନ ଖୋଜି ଗଛ ଛାଇରେ ଶୋଇ ରହିଛ? ନାଇଁ ରେ, ଏବେ ମୋର ବୟସ ବଢିଗଲାଣି। ଦେହଟା ବି ସବୁବେଳେ ଖରାପ ରହୁଛି। ମତେ ଲାଗୁଛି ମୁଁ ଆଉ ବେଶୀ ଦିନ ବଞ୍ଚିବିନି। ସେମିତି କାହିଁକି କହୁଛ ବାଘ ଭାଇ? ତମେ ଆମ ଜଙ୍ଗଲର ରାଜା। ତମ ଭଳି ଜଣେ ଶାନ୍ତି ପ୍ରିୟ ଉଦାର ରାଜାଙ୍କୁ ପାଇବା ଆମ ପାଇଁ ଭାଗ୍ୟର କଥା। ତମେ ଯଦି ତମର ରୋଗଟା କଣ କହିବ, ମୁଁ ପଥି ଓ ଔଷଧର ବ୍ୟବସ୍ଥା କରିବି। କହୁନ କଣ ତମର ଅସୁବିଧା? ମୋ ମେରୁଦଣ୍ଡ ହାଡରେ ସବୁବେଳେ ଯନ୍ତ୍ରଣା ହଉଛି। ଅଳ୍ପ ଟିକେ ଦୌଡ଼ା ଦୌଡ଼ି କଲେ ମୁଁ ଥକି ପଡୁଛି। କିଛି ଖାଦ୍ୟ ଖାଇବାକୁ ବି ଇଚ୍ଛା ହଉନି। ହଁ, କିଛି ଚିନ୍ତା କରନି। ଏଇ ପାଖ ଜଙ୍ଗଲରେ ଜଣେ ବୁଢା ଭାଲୁ ବୈଦ ଅଛି। ଢେର ଢେର ଜଡିବୁଟି ଔଷଧ ଜାଣେ ସେ। ମୁଁ କାଲି ତା ପାଖକୁ ଯାଇ ତମ ପାଇଁ ଔଷଧର ବ୍ୟବସ୍ଥା କରିବି। ଭଗବାନ ତୋର ମଙ୍ଗଳ କରନ୍ତୁ। ଆଉ ଗୋଟେ କଥା ଶୁଣ ବିଲୁଆ, ତମେମାନେ ସବୁ ମିଶି କାହାକୁ ଜଙ୍ଗଲର ନୂଆ ରାଜା କରିବାକୁ ସ୍ଥିର କର। ମତେ ଏବେ ବିଶ୍ରାମ ଦରକାର। ସେ କଥା ଜମା ହେଇପାରିବନି ବାଘ ଭାଇ। ତମେ ଥିବା ଯାଏ ତମେ ହିଁ ଆମର ରାଜା ହିଁ ରହିବ। ଜାଣିଛ, ଧୂସର ପାହାଡ ତଳେ ରହୁଥିବା ଭାଲୁ ଏ ଜଙ୍ଗଲର ରାଜା ହବାକୁ ଚକ୍ରାନ୍ତ ଚଲେଇଛି। ସେଇଟାକୁ ପଚାରେ କିଏ? ହଁ, ତମେ ବିଶ୍ରାମ କର। ମୁଁ କାଲି ଆର ଜଙ୍ଗଲକୁ ଯାଇ ତମ ପାଇଁ ଔଷଧ ନେଇ ଆସିବି। ବିଲୁଆ ଚାଲିଯିବା ପରେ ବାଘ ଶୋଇପଡ଼ିଲା। ପରଦିନ ସକାଳୁ ସକାଳୁ ବିଲୁଆ ଯାଇ ପହଞ୍ଚିଲା ଆରପଟ ଜଙ୍ଗଲରେ। ଧୂସର ପାହାଡର ଦୁଷ୍ଟ ଭାଲୁ ଆରପଟ ଜଙ୍ଗଲର ବୈଦ ଭାଲୁର ସମ୍ପର୍କୀୟ। ତା ପୂର୍ବଦିନଠାରୁ ଦୁଷ୍ଟ ଭାଲୁ ବୈଦ ଭାଲୁ ଘରେ କୁଣିଆ ହେଇ ରହିଥାଏ। ଦୁଇ ଭାଲୁ ବସି ଦୁଃଖ ସୁଖ ହେଉଥାନ୍ତି। ଯେମିତି ଦୁଷ୍ଟ ଭାଲୁ ଦେଖିଲା ତାଙ୍କ ଜଙ୍ଗଲର ବିଲୁଆ ବୈଦ ଭାଲୁ ଆଡ଼କୁ ଆସୁଛି, ସେ ଉଠିଯାଇ ଗଛ ଉହାଡ଼ରେ ନିଜକୁ ଲୁଚାଇ ଦେଲା। ବୈଦ ଭାଲୁ କିଛି ବୁଝିପାରିଲା ନାହିଁ। ସେ ବିଲୁଆକୁ ଦେଖି ପଚାରିଲା, ଆରେ ବିଲୁଆ ପୁଅ, ତୁ ଆଜି ଆମ ଜଙ୍ଗଲରେ? ତମ ଜଙ୍ଗଲରେ କଣ ଖାଦ୍ୟ ସରିଗଲା କି? ନାଇଁ ମୋ ବୈଦେ, ଗୋଟେ ଅସୁବିଧାରେ ପଡି ତମ ପାଖକୁ ଆସିଛି। ଅସୁବିଧା? କାହାର ଦେହ ମୁଣ୍ଡ କିଛି ଖରାପ ହେଲା ନା କଣ? ହଁ ବୈଦେ, ଆମ ରାଜା ବାଘ ଭାରି ଅସୁସ୍ଥ। ତାଙ୍କର ମେରୁଦଣ୍ଡ ହାଡରେ ଭୀଷଣ ଯନ୍ତ୍ରଣା ହଉଛି। ସବୁବେଳେ ହାଲିଆ ଅନୁଭବ କରୁଛନ୍ତି। କିଛି ଖାଇବାକୁ ଇଚ୍ଛା କରୁନାହାନ୍ତି, ଖାଲି ଶୋଇ ରହୁଛନ୍ତି। ତମେ ଟିକେ କିଛି ଔଷଧ ପଥି ବ୍ୟବସ୍ଥା କରିଦିଅନ୍ତନି? ଆରେ ଏଇଟା ତ ବିଷମ ଲକ୍ଷଣ। ହଉ, ତୁ ଟିକେ ସେଇଠି ବସ, ମୁଁ ଭିତରୁ ଯାଇ ଔଷଧଟା ଆଣୁଛି। ବୈଦ ଭାଲୁ ଯେମିତି ତା ଘର ଭିତରକୁ ପଶିଛି, ଶୁଣୁଥିବା ଧୂସର ପାହାଡ ଭାଲୁ ତା ପଛେ ପଛେ ଯାଇ ସେଇ ଘରେ ପଶିଲା। ତା ମନ ଏସବୁ କଥା ଶୁଣି ଖୁସିରେ ନାଚି ଉଠୁଥାଏ। ମୈତ୍ରେ,
ଏଇଟା ମୋ ପାଇଁ ଗୋଟେ ବଡ ସୁଯୋଗ, ମତେ ସାହାଯ୍ୟ କର। ସୁଯୋଗ? ସୁଯୋଗ କଣ? ମୁଁ କେବେଠୁ ମନରେ ଆଶା କରି ଆସୁଛି ଆମ ଜଙ୍ଗଲର ରାଜା ହେବି ବୋଲି। ଜଙ୍ଗଲର ରାଜା ବାଘ ଯଦି ରୋଗରେ ପଡିଛି ତେବେ ସେ ମରିଯାଉ ନା, ମୋ ରାଜା ହବା ରାସ୍ତାଟା ସଫା ହେଇଯିବ। ବରଂ ତମେ ଏମିତି ଔଷଧ ଦିଅ ମୈତ୍ରେ, ଯେମିତି ଅତି ଶୀଘ୍ର ସେ ବାଘଟା ମରିଯିବ। ଓ ଏମିତି କଥା, ମୁଁ କିଛି ଗୋଟେ ବ୍ୟବସ୍ଥା ନିଶ୍ଚୟ କରିବି। ବୈଦ ଭାଲୁ ଥିଲା ଅତି ନ୍ୟାୟବନ୍ତ ଓ ଈଶ୍ୱର ବିଶ୍ୱାସୀ। ପଶୁ ପକ୍ଷୀଙ୍କ ଜୀବନ ବିପଦରେ ପଡ଼ିଥିବା ବେଳେ ସେ ନିଃସ୍ୱାର୍ଥପର ଭାବରେ ତାଙ୍କ ସେବା ଓ ଚିକିତ୍ସା କରିଥାଏ। ତା ଭାଲୁ ମୈତ୍ର କଥାକୁ କାନକୁ ନ ନେଇ ସେ ସଠିକ ଔଷଧ ପୁଡ଼ିଆ ବାନ୍ଧି ବିଲୁଆ ହାତକୁ ବଢ଼େଇ ଦେଇ କହିଲା, ଏଇ ନେ ପୁଅ, ତମ ରାଜାଙ୍କୁ କହିବୁ ଏଇ ଔଷଧ ଦିନକୁ 3 ଥର ଖାଇବେ। ଆଉ ଶୁଣୁ, ରାଜାଙ୍କୁ କହିବୁ ଯଦି ସେ ତାଙ୍କ ମୁଖ୍ୟ ଶତ୍ରୁକୁ ମାରି 7 ଦିନ ଭିତରେ ତା ମାଂସ ଖାଇବେ ତେବେ ତାଙ୍କ ଶକ୍ତି ତେଜ ପୁଣି ପୂର୍ବ ଭଳି ହେଇଯିବ। ବିଲୁଆ ଚାଲିଯିବା ପରେ ଧୂସର ପାହାଡର ଦୁଷ୍ଟ ଭାଲୁକୁ କହିଲା, ସୁଯୋଗଟା ଏମିତି ମୋ ଜୀବନରେ ବୁଲି ବୁଲି ଆସି ପହଞ୍ଚିବ ମୁଁ କେବେ ଭାବି ନଥିଲି ମୈତ୍ରେ। ତମେ ମୋ କାମକୁ ବହୁତ ସହଜ କରିଦେଲ। ବନ୍ଧୁ ଯଦି ବନ୍ଧୁର ଦରକାର ବେଳେ କାମରେ ନ ଆସିଲା ସେ କି ବନ୍ଧୁ? ମୁଁ ଏମିତି ଔଷଧ ଦେଇଛି ସେ ବାଘ କାଲିଠୁ ଆହୁରି ଦୁର୍ବଳ ହେଇଯିବ। ଏମିତି କି ତମେ ଯାଇ ତାକୁ ଆମ୍ପୁଡା ଝାମ୍ପୁଡା କରି ହଇରାଣ କଲେ ବି ସେ ତମର କିଛି ବି କରିପାରିବନି। ଖୁବ ଶୀଘ୍ର ତମେ ରାଜା ହବାଟା ନିଶ୍ଚିତ। ବିଲୁଆ ବାଘ ପାଖରେ ପହଞ୍ଚି ଭାଲୁ ବୈଦର ଔଷଧ ଦେଇ କହେ, ବାଘ ଭାଇ, ଏଇ ଔଷଧ ଦିନକୁ 3 ଥର କରି ଖାଇବ। ଆଉ ବୈଦେ କହିଛନ୍ତି। କଣ କହିଛନ୍ତି? ନ କହିକି ରହିଗଲୁ ଯେ? ଯଦି ତମେ ତମ ମୁଖ୍ୟ ଶତ୍ରୁକୁ 7 ଦିନ ଭିତରେ ମାରି ତା ମାଂସଟା ଖାଇବ ତେବେ ତମ ଶକ୍ତି ତେଜ ପୁଣି ପୂର୍ବ ଭଳି ହେଇଯିବ। କିନ୍ତୁ ମୋର ମୁଖ୍ୟ ଶତ୍ରୁ କିଏ? ସେଇ ଧୂସର ପାହାଡ ଭାଲୁ, ଯିଏ ଚାହୁଁଛି ତମେ ଶୀଘ୍ର ମରିଗଲେ ସେ ଜଙ୍ଗଲର ରାଜା ହବ। ବିଲୁଆ ଏତିକି କହି ଚାଲିଗଲା। ବାଘ ଭାବିଲା, ମୋର ତ ନିଜର ଉଠିବାକୁ ଶକ୍ତି ନାହିଁ, ମୁଁ କାହାକୁ ମାରି ତା ମାଂସ କେମିତି ଖାଇବି? କିନ୍ତୁ ବିଲୁଆ ଦେଇଥିବା ଔଷଧକୁ ସେ ଠିକ ସମୟରେ ଖାଇଲା। 3-4 ଦିନ ଖାଇବା ପରେ ବାଘ ଦେହରୁ ଯନ୍ତ୍ରଣା କମି ଆସୁଥାଏ। ସେପଟେ ଭାଲୁ ଭାବିଲା ଯେ ମୋ ମୈତ୍ର ଦେଇଥିବା ଔଷଧ ଖାଇ ବାଘ ଆହୁରି ଦୁର୍ବଳ ହେଇପଡ଼ିବଣି। ଏବେ ମୁଁ ଯାଇ ତାକୁ ରାମ୍ପୁଡ଼ା ଝାମ୍ପୁଡ଼ା କରି ଖଣ୍ଡିଆ ଖାବରା କରିଦେଲେ ସେ ଆହୁରି ଶୀଘ୍ର ମରିଯିବ। ଏମିତି ଭାବି ଭାଲୁ ବାଘ ପାଖରେ ପହଞ୍ଚି ତାକୁ ଆକ୍ରମଣ କରିବାକୁ ଲାଗିଲା। ବାଘର ବିଲୁଆ କହିଥିବା କଥା ଏତିକି ବେଳେ ମନେ ପଡ଼ିଗଲା। ବାଘ ଆଉ ଡେରି ନ କରି ଭାଲୁ ଉପରକୁ ଝାମ୍ପ ମାରି ତା ବେକକୁ କାମୁଡ଼ି ତା ରକ୍ତ ପିଇଗଲା। ଆଉ ତା ମାଂସକୁ ଖାଇବାକୁ ଲାଗିଲା। ବିଲୁଆଠୁ ଏ ଖବର ଶୁଣି ବୈଦ ଭାଲୁ କହିଲା, ଯିଏ ରାଜା ହବାକୁ ଆଉ ଜଣଙ୍କ ଜୀବନ ନେବାକୁ ଚାହେଁ ତା ପାଇଁ ମୃତ୍ୟୁ ହିଁ ଶ୍ରେଷ୍ଠ ପୁରସ୍କାର।